2006ରେ ସପ୍ତମ ବୋର୍ଡ଼ ପରୀକ୍ଷା। 2006 ପରଠାରୁ ସ୍କୁଲକୁ ବୋଧେ କେତେ ବର୍ଷ 6ରୁ 2026 ପ୍ରାୟ 20 ବର୍ଷ ପରେ ସ୍କୁଲକୁ ଆସିଲି। ସ୍କୁଲର ରୂପରେଖା ପୁରା ବଦଳି ଯାଇଛି। ଏମିତି ନଥିଲା ଷ୍ଟ୍ରକ୍ଚର, ସବୁ ନୂଆ ଘର, ନୂଆ ଜିନିଷ, ସବୁ ଚେଞ୍ଜ ହେଇଯାଇଛି। ସେଠି ଯେ ଗାଡ଼ିଆଟା ଥିଲା, ସେଠି ଗାଡ଼ିଆଟା ବି ଅଛି, ପୋତି ହେଇଗଲାଣି। ଗାଡ଼ିଆରେ ଆମେ ସ୍କୁଲ ଖାଇସାରିଲା ପରେ ଗାଡ଼ିଆରେ ହିଁ ପ୍ଲେଟ୍ ସବୁ ଧୁଆ ହୁଏ। କଳ ଏଠି ଗୋଟେ ଥିଲା, କଳ ନାହିଁ, କଳ ଉଠିଗଲାଣି। ଏଠି ଗୋଟେ କଳ ଥିଲା, କଳ ଉଠିଗଲାଣି। କଳ ଉଠେଇଛନ୍ତି, ଟ୍ୟାପ୍ ବ୍ୟବସ୍ଥା କରିନ୍ତି। ଏଠି ଆଜବେଷ୍ଟ ଘର ଥିଲା, ଏ ଲାଇନରେ ସବୁ ଆଜବେଷ୍ଟ ଘର ଥିଲା। ଆଜବେଷ୍ଟ ଘର ଭଙ୍ଗା ସରିକି ନୂଆ ଷ୍ଟାଇଲରେ ଏଠି ଯୋଉ ଘର ଥିଲା ସିଏ ବି ଭଙ୍ଗା ହେଇଯାଇଛି। ପଛପଟେ ଅଛି ବୋଧେ। ହଁ ନାଇଁ, ଏଥିରେ କମ୍ ଖେଳ ହେଇଛି। ଏବେ ଖସିବୁ, ଆମେ ସିଡ଼ିରୁ ଖସିବୁ। ସେଇଟା ହେଲା ସୁଦର୍ଶନ ସାରଙ୍କ ରୁମ୍, ଅଫିସ ରୁମ୍ କୋଉଟା କହିଲୁ? ଏଇଟା ହଁ, ସୁଦର୍ଶନ ସାରଙ୍କ ରୁମ୍। ମାନେ ସେଠି ଗଲେ ଘର କଣ୍ଡିସନ ଏଇଆ, ଭାବୁନୁ। ଏଇ ରୁମ୍ଟା ହେଲା ସପ୍ତମ ଶ୍ରେଣୀ, ସେ ଫାଷ୍ଟ ରୁମ୍ଟା ହେଲା ଷଷ୍ଠ ଶ୍ରେଣୀ। ଏଠି ଆଖୁ ହୁଏ, ଏଇନା ଆଉ ଆଖୁ ନାହିଁ, ଆଖୁ ଉଠିଗଲାଣି। ଦେଖିଲେ ଗୋଟେ କେମିତି ଲାଗୁଛି। ଆଚ୍ଛା, ଏଇଟା କ'ଣ ସିଷ୍ଟମ? ଏଇଟା ମଟର ସିଷ୍ଟମ। ଉପରୁ ଟିକେ ଯିବା, ଉପରୁ ଟିକେ ଯିବା ନା, ଭାଙ୍ଗି ଯିବ ନା, ଡର ଲାଗୁଛି। ପଡ଼ିଛି ସେମିତି। ଅନ୍ଧାର ହେଇଗଲାଣି ଘର। ଏଇଠି ପାଠ ପଢୁଛି କେତେ, ବ୍ଲାକ୍ ବୋର୍ଡ। ଏଇଠି ଆମେ ବାହାରେ, ଏଇଠି ଆମେ ବସଉ, ସବୁ ଏଇଠି ବସଉ। ଦେଖିକି ଯା, ପଳେଇ କୋଉଠି ରିପାରିଂ କରିଦେଇଥିବେ। ମୁଁ ତାକୁ ନିଜେ କରିଛି, ଦିଟା ସାଙ୍ଗ ମତେ ଧରେଇଦେଲେ। ମାଡ଼ ସେଦିନ ଖାଇଲି, ଗୋଟେ ନୂଆ ସୁତା କିଣିକି ଆଣିଥାଏ, ସେଟା ଫୋଲ୍ଡିଂ କଲା, ମାନେ କଭର ହେଇକି ଖାଇବ, ତାର ଶୋଇଲେ ସବୁ କଭର। ସାଙ୍ଗଟା ଧରିଥିଲା, ଏଇ ଦୁନିଆ ବେଳେ ତାର ବୁଝିପାରୁଛ ନା? ସାର୍ ଆସିଲେ ଆମେ ଆହୁରି ବହେ ମାଡ଼ ଖାଇବୁ। ତାର ମତେ ଯାହା ହେଲା ଦିଟା, ଆହୁରି ବହେ ମାଡ଼ ଖାଇବୁ ତାର। ସ୍ମୃତିରେ ସବୁ ଏ ଜିନିଷ ଆଉ ବୋଧେ କେବେ ତ ମନେ ରହିବ। ସେ ଜାଗାକୁ ଯା ନା, ରାଧେ ଝାଡ଼େ ଯା ନା, ଷ୍ଟ୍ରକ୍ଚର ଭଲ ନାହିଁ, ପଳେ। ଏଇ ଜାଗାରେ ଶୀତ ଦିନେ ଏଇ ଜାଗାରେ ଆମେ ବସିକି ପାଠ ପଢୁ। ଯଦି ରିନୋଭେସନ ହେଇଯାଏ ବି ଆହୁରି ଛାତର ଆଉ କିଛି ସ୍ଥାପିତ 2000 ମସିହାରେ ସ୍ଥାପିତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ସହାୟତା ପାଣ୍ଠି ଅନୁକୂଲ୍ୟରେ ନିର୍ମିତ ନୂଆପଡ଼ା ପ୍ରାଥମିକ ବିଦ୍ୟାଳୟ 2000 ମସିହା। 2000ରୁ 2026 ହଉକା 26 ବର୍ଷରେ ଆମେ ଷଷ୍ଠ ପାସ୍ କରିଥିଲୁ, ପଞ୍ଚମ ପାସ୍ କରିଥିଲୁ। ଆଜବେଷ୍ଟ ଘର ଯୋଉ ଖରାପ ହେଇଗଲା, ତାର ଇଏରେ ଏଠି ତିଆରି ହେଇଥିଲା।
ଚେଞ୍ଜ ହେଇଯାଇଛି ବହୁତ ଜିନିଷ। ଆମ୍ବ ଗଛ ଏବେ ବି ଅଛି। ଭାରି ଖଟା ଏ ଆମ୍ବ। ୟା ଭିତରେ ପ୍ରଥମରୁ ଆମ୍ବ ଗଛ ଏବେ ବି ଅଛି। ଭାରି ଖଟା ଏ ଆମ୍ବ। ୟା ଭିତରେ ପ୍ରଥମରୁ ପଞ୍ଚମ ଶିବ ସାର୍, ବନ୍ୟା ସାର୍। ପୁରୁଣା ଦିନ ମନେ ପଡ଼ିଲେ ଏଇଠି ଆମେ ବସୁ। ଆମେ ସେଠି ବସୁ। ବନ୍ୟା ସାର୍ ନେକ୍ସଟ କହିବୁ ମାଛ ମାରନ୍ତି। ବନ୍ୟା ସାର୍ କଣ୍ଟେଷ୍ଟ କରନ୍ତି। ରାମ ସାର୍ ନଈ ପଡ଼। ବନ୍ୟା ସାର୍ ନଈ ପଡ଼। ବାପାଙ୍କ ନାଁ ଜେଜେଙ୍କ ନାଁ ଧରିକି ଡାକିବେ ସାରେ। ନା ସୁଦର୍ଶନ ସାର୍ ଜେଜେଙ୍କ ନାଁ ଧରି ଡାକିବେ। ଗୋଲ ଗୋଲ ଗୁଲୁଗୁଲା ଗୁଲୁଗୁଲା ଖାଇ ମଶା ମଲା ଧନ୍ୟରେ ବିଶ୍ୱନାଥ କମ୍ପାନୀ। ସାରଙ୍କ ଡାଇଲଗ ଆଜି ମନେ ଅଛି ଆମର। ନା ବନ୍ୟା ସାର୍ ବାପା ନାଁ କହିକି ପିଟିବେ। ଆଉ କହନ୍ତିନି ଗୋଲ ଗୋଲ ଗୁଲୁଗୁଲା ଗୁଲୁଗୁଲା ଖାଇ ମଶା ମଲା ଧନ୍ୟରେ ବିଶ୍ୱନାଥ କମ୍ପାନୀ। ସାର୍ ଏମିତି କହିକି ଡାକିବେ ବାବୁଲା ଏଠିକି ଆସ ପାଠ କାହିଁ ହେଇନି ଏମିତି କହିକି ହାତ ଗଳି ପଡ଼ିବ କଣ୍ଡିସନ। ତ ଇଏ ସବୁ ନୂଆ ସ୍କୁଲ ହେଇଛି। ଭିତର ଚାଲିଲା ପରେ ଏମିତି କ'ଣ ଟିଚର ଅଛନ୍ତି ମ୍ୟାଡ଼ାମ ନା କିଏ କେମିତି କ'ଣ ସବୁ ଅଛନ୍ତି ଏଠି? କେତେ ଜଣ ସାର୍ ଅଛନ୍ତି ଆଉ? ଏଠି ଗଛ ଥିଲା ନଡ଼ିଆ ଗଛ କାଟିକି। ଇଏ ପଣସ ଗଛ ନଥିଲା ନା ରେ? ଇଏ ପଣସ ଗଛ ଇଏ ଗୁଆ ଗଛ ସବୁ ଆମେ ପରେ ସବୁ ଲଗେଇକି ସବୁ ବଡ଼ ହେଲାଣି। ଇଏ ଆମେ ଲୁଚିକି ଯିବା ରାଧେ ଲୁଚିକି ଯାଇଛୁ ଏଇପଟେ ବ୍ୟାଗ୍ ପକେଇବୁ। ବ୍ୟାଗ୍ଟା ଏଇଠି ପକେଇକି ଏଇଠି ଗହିର ଯାଇକି ପମ୍ପାଲ ପଞ୍ଚାୟତ ରୋଡ଼ ଡାଇରେକ୍ଟ ବାହାରିବୁ ହେଲା। ଆଉ ଧୋବେଇ ଯୋଉ ପିଅନ ଥିଲେ ସିଏ ଏଇଠି ଅନେଇଥିବ ସେପଟୁ ଯଦି ମାନେ ଇଏ ଗଲା କ'ଣ କହିଲୁ ଧଳା ଆମ୍ବାସେଡର କାର୍ ପାସ୍ କଲା ସିଗ୍ନାଲ ଦେଇଦବ ଭଟକିନା କାଳେ ଆଇଲେ କି ବ୍ଲକରୁ DIBI ଆଇଲେ କି ମାନେ ଚେକିଂ ପାଇଁ ଆମ୍ବାସେଡର କାର୍ ଦେଖି ମାନେ ଧଡ଼ା ଧଡ଼ ସବୁ ରେଡି ହେଇଯିବେ। ସିଏ ବି ନାହାନ୍ତି। କେହି ନାହାନ୍ତି। ଆମର ଯିଏ ପିଅନ ସିଏ ନାହାନ୍ତି, ସିଏ ତ ଚାଲିଗଲେଣି। ଆଉ ଧୋବେଇ ମଉସା ବହୁତ ବଢ଼ିଆ ବ୍ୟକ୍ତିତ୍ୱ ସିଏ। ସୁଦର୍ଶନ ସାର୍ କେମିତି ଅଛନ୍ତି? ସୁଦର୍ଶନ ସାର୍ ବହୁତ ବଢ଼ିଆ ଅଛନ୍ତି। ସାର୍ ତ ପେନସନ ବି ପାଉଛନ୍ତି। ସାର୍ ମଝିରେ ଥରେ ଦେଖା ହେଇଥିଲି 2 ଥର ଖଣ୍ଡେ।